ମାପ କରିବା ଠିକ ନୁହେଁ କି ଏଭଳି ଜାଗାକୁ ପଥର ପକେଇଲେ ତା ଉପରକୁ ପଥର ପଡିବନି କି ସ୍ୱର୍ଗ ଉପରକୁ ଛେପ ପକେଇଲେ ଛାପ ପଡିବନି। କ୍ଷୀର ଧାର ବହି ଯାଉଛି ସ୍ଥାନ ଅମରାବତୀ, ସେଠାରେ ସିଦ୍ଧ ସାଧୁ ଗୁପ୍ତରେ ଯୋଗ ସାଧ୍ୟ କରନ୍ତି। ଏଠି ଅଛନ୍ତି ଆମର କୁବେର, ବଶିଷ୍ଠ, ନାରଦ ଅଛନ୍ତି, ଯେ କି ଆମେ ପ୍ରଭୁ ଦର୍ଶନ କରିବା। କାହାକୁ ଦର୍ଶନ କରିବା? ଏଇ ପଥରକୁ ନାଇଁ ନାଇଁ, ଥରେ ସେମାନଙ୍କ ଅନୁଭବରେ ବିଶ୍ୱାସ ଭକ୍ତିରେ ଦର୍ଶନ କରନ୍ତୁ, ଡାକନ୍ତୁ, ସେ ଆସିବେ, ଆପଣଙ୍କ ଭାବନାକୁ ସେ ଦର୍ଶନ ଦେଇକି ଯିବେ। ତେଣୁ ମହାପୁରୁଷଙ୍କର ଗୋଟେ ସାଧନା କ୍ଷେତ୍ର କହିଛନ୍ତି। ସାଧନା କଣ କରେ? ସାଧନା ଏକାନ୍ତ ଭକ୍ତିଭୂତ। ବ୍ରହ୍ମ ଜିଜ୍ଞାସୁଙ୍କର ଲକ୍ଷଣ ହଉଛି ଭକ୍ତି, ଏକାନ୍ତ ଭକ୍ତିଭୂତ। ତେଣୁ ସହଜରେ ବ୍ରହ୍ମ ଜିଜ୍ଞାସୁ ହେବା ସହଜ ନୁହେଁ। ସେଇଭଳି ହବା ଦରକାର। ଦୁଇଟା ଚଢେଇ ଭଳି ହବା ଦରକାର। ଦି ଜଣ ଚଢେଇକି ଦୁଇଟି ଅଣ୍ଡା ଦେଇଥିଲେ। ସେ ସମୁଦ୍ର କୂଳରେ ଅଣ୍ଡା ଦେବା ସମୟରେ ସମୁଦ୍ର ଢେଉ ଆସିକି ସେ ଅଣ୍ଡା ଦିଟାକୁ ଭସେଇ ନେଇଗଲେ। ସେଇ ସମୟରେ ଖାଦ୍ୟ ଅନଶନ କରି ଫେରିବା ସମୟରେ ଚଢେଇ ଦିଟା ଦେଖିଲେ ଆମ ଅଣ୍ଡାକୁ ସମୁଦ୍ର ଭିତରକୁ ନେଇଯାଉଛନ୍ତି, ସମୁଦ୍ର ଟାଣିକି ନେଇଯାଉଛି। ତେଣୁ ଆସିକି ତୁଠିରେ ପହଞ୍ଚିଲା ପରେ ସେ ବହୁ ଜର୍ଜରିତ ରାଗି କ୍ରୋଧାନ୍ୱିତ ହେଇଗଲେ। ତାଙ୍କ ଅଣ୍ଡା ଦିଟା ଚାଲିଗଲା। କଣ କରିବେ ବିଚାର ବସିଲେ। ଦି ଜଣଙ୍କ ଭିତରେ ଫାଇନାଲ କଲେ ସମୁଦ୍ରକୁ ଶୁଖେଇ ଦେବେ। ଦି ଜଣ ସମୁଦ୍ରକୁ ଶୁଖେଇବା ପାଇଁ ସେ ସମୁଦ୍ରକୁ ଗଲେ। ଥଣ୍ଟରେ ପାଣି ଆଣିବେ, ବାଲି ଉପରେ ଢାଳିବେ, ପୁଣି ଯିବେ, ଥଣ୍ଟରେ ପାଣି ଆଣିବେ, ବାଲି ଉପରେ ଢାଳିବେ। କିନ୍ତୁ ତାଙ୍କ ନିଷ୍ଠା ଭକ୍ତି ଦେଖି ବରୁଣ ଦେବତା ଆସିଲେ, କହିଲେ ବାବୁ ତୁମର କଣ ହେଇଛି? ତୁମେ ଏତେ ନିଷ୍ଠା ଏକାଗ୍ରତା ସହିତ କାର୍ଯ୍ୟ କରୁଛ? ନା ଆମର ଦୁଇଟି ଅଣ୍ଡା ସମୁଦ୍ର ଗର୍ଭ ଭିତରକୁ ପଶି ଯାଇଛି, ସମୁଦ୍ର ନେଇଯାଇଛି, ଆମକୁ ଆଣିବାକୁ ପଡିବ। ନା ଠିକ ଅଛି, ତୁମେ ଅପେକ୍ଷା କର, ତୁମ ଅଣ୍ଡା ଦୁଇଟାକୁ ଆଣିକି ଆମେ ତମକୁ ଦେବୁ। କିଛି ସମୟ ପରେ ମହାପ୍ରଭୁ ବରୁଣ ଦେବତା ତାଙ୍କୁ ଦୁଇଟା ଅଣ୍ଡା ଦେଇଥିଲେ, ଫେରେଇ ଦେଇଥିଲେ। ସେ ଦୁଇଟି ଚଢେଇ ବହୁତ ଆନନ୍ଦରେ ଫେରି ଯାଇଥିଲେ। କାହିଁକି? ନା ତାଙ୍କ ମନର ଗୋଟେ ବିଶ୍ୱାସ, ଭକ୍ତି, ଯୋଉ ଏକାଗ୍ରତା ଦେଖିଲେ ସେ ବରୁଣ ଦେବତା ତାଙ୍କ ଅଣ୍ଡା ଦିଟାକୁ ଆଣି ତାଙ୍କୁ ଦେବାକୁ ସକ୍ଷମ ହେଲେ। ସିଏ କଣ ଚଢେଇ ହୋଇ ଦୁଇଟି ଥଣ୍ଟରେ ସମୁଦ୍ରକୁ ଶୁଖେଇ ପାରିଥାନ୍ତେ? ନା ତାଙ୍କ ସେ ଅଣ୍ଡାକୁ ଉଦ୍ଧାର କରିପାରିଥାନ୍ତେ? ନାଇଁ। କେମିତି ସେ ଅଣ୍ଡାକୁ ଉଦ୍ଧାର କଲେ? ନା ତାଙ୍କ ବିଶ୍ୱାସ, ତାଙ୍କ ଏକାଗ୍ରତା, ନିଷ୍ଠାକୁ ଦେଖି। ସେଇଭଳି ଏ ଜଗତ ଭିତରେ କିଛି ସାଧୁ ପୁରୁଷ ମଧ୍ୟ ଅନେକ କଷ୍ଟ ଦାଉରୁ ସହିଥିଲେ ମଧ୍ୟ, ନିଦା ଅପବାଦ ଥିଲେ ମଧ୍ୟ ସଂସାରର ମଙ୍ଗଳ କାମନାରେ ଥିବେ। ଅନେକ ସମୟରେ ହରିନାମ କରୁଥିବେ। ଯୋଉ ନାମକୁ ପଇସାରେ କିଣା ଯାଏନି, ଯୋଉ ନାମକୁ କଳିଯୁଗରେ ଧର୍ମ ଭାବେ ରଖିବା ପାଇଁ ମହାପୁରୁଷ ମାନେ ବାଣୀ କରି ଯାଇଛନ୍ତି, ସେଇ ନାମ ତତ୍ତ୍ୱକୁ ଧନ ରୂପକ ସଞ୍ଚୟ କରି ଆଗକୁ ଯିବା ଏକମାତ୍ର ଲକ୍ଷ୍ୟ କଲେ ନିଶ୍ଚିନ୍ତ ଭାବରେ ଆମ ଲକ୍ଷ୍ୟ ସ୍ଥଳରେ ଆମେ ପହଞ୍ଚି ପାରିବା। ମହାପୁରୁଷଙ୍କ ସ୍ଥାନ ଇଏ ହେଉଛି ବଡ଼ ବିଚିତ୍ର ଜାଗା, ଯାହାର ମାପ କରିବା ଠିକ ନୁହେଁ କି ଏଭଳି ଜାଗାକୁ ପଥର ପକେଇଲେ ତା ଉପରକୁ ପଥର ପଡିବନି କି ସ୍ୱର୍ଗ ଉପରକୁ ଛେପ ପକେଇଲେ ଛାପ ପଡିବନି। ଇଏ ହେଉଛି ମହାପ୍ରଭୁ କୁବେରଙ୍କ ସ୍ଥାନ, ଇନ୍ଦ୍ରାଣୀ ରାଣୀଙ୍କ ପୁର। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।